ଜନସାଧାରଣ ଅସହ୍ୟ ଗରମ ସହିଲା ପରେ ବିଳମ୍ବରେ ହେଉ ପଛେ ମୌସୁମୀ ଆସିଛି। ମୌସୁମୀର ଆଗମନରେ ବର୍ଷା ହେବା ଭିତରେ ଆରମ୍ଭ ହୋଇଛି ଚଳିତ ବର୍ଷର ବନ ମହୋତ୍ସବ ସପ୍ତାହ। ବାଙ୍କୀ ଡମପଡ଼ା ବ୍ଲକର ଅରପୁର ଗ୍ରାମ୍ୟ ମଙ୍ଗଳା ମନ୍ଦିର ରାସ୍ତା ପାର୍ଶ୍ୱରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ଏବଂ ପ୍ରତୀକ୍ଷା ସାହିତ୍ୟ ଓ ସେବା ଚାରିଟେବୁଲ ଟ୍ରଷ୍ଟର ମିଳିତ ଆୟୋଜନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗାଁ ମହିଳାମାନେ ଆଗଭର ହୋଇ ବୃକ୍ଷ ଲଗାଇବାରେ ସହଯୋଗ କରିଛନ୍ତି। ବନ ମହୋତ୍ସବ ପାଳନ ଏବଂ ପରିବେଶ ସୁରକ୍ଷା ଉପରେ ଗାଁ ମହିଳା ଏବଂ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ ଅକ୍ଷୟ କୁମାର ସାମଲ ଏବଂ କବି ଲଲାଟେନ୍ଦୁ ପଣ୍ଡା ସଚେତନ କରାଇଥିଲେ। ବର, ଔଷଧ, ଅଁଳା, ଆମ୍ବ, ଶାଗୁଆନ ପ୍ରମୁଖ ଗଛ ରାସ୍ତାର ଉଭୟ ପାର୍ଶ୍ୱରେ ଲଗାଯାଇଥିଲା। ବନ ମହୋତ୍ସବ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ତଥା ସାମ୍ବାଦିକ ସୁବ୍ରତ କୁମାର ନାୟକ, ଅଧ୍ୟାପିକା ମମତା ଜେନା, ମାମିନା ସ୍ୱାଇଁ, ସୁକାନ୍ତି ନାୟକ, ଆୟୁଷ ନାୟକ ପ୍ରମୁଖ ସହଯୋଗ କରିଥିଲେ। ବାଙ୍କୀରୁ ସରୋଜ ରାଣାଙ୍କ ରିପୋର୍ଟ, ରେନବୋ ମିଡିଆ।